এবং ଯାହା ଯାହା ଡକ୍ୟୁମେଣ୍ଟ ଦେବା କଥା ସବୁ ଡକ୍ୟୁମେଣ୍ଟ ଦେଇଦେଇଛୁ। ବାକି ରହିଲା ଅନ୍ୟ ସମୟ ଆଉ 9 ତାରିଖ ତ ସିମ୍ବଲ ଆବାର୍ଟମେଣ୍ଟ ହେଲେ ଠିକ୍ ସେ ଚାଲିବ କାର୍ଯ୍ୟକ୍ରମ। ଜନସମର୍ଥନ କିଭଳି ରହିଛି? ଜନସମର୍ଥ ବିପୁଳ ଜନସମର୍ଥନ। ସମସ୍ତେ ଚାହୁଁଛନ୍ତି ପରିବର୍ତ୍ତନ। ଖାଲି ଜୟଦେବ ନୁହଁ, ସାରା ଓଡ଼ିଶାରେ ସାରା ଦେଶରେ ପରିବର୍ତ୍ତନ ଲୋକମାନେ ଚାହୁଁଛନ୍ତି। ଦୀର୍ଘ 25 ବର୍ଷ ହେଲା ଗୋଟିଏ ଶାସନ ଚାଲିଛି। ଲୋକମାନେ କହୁଛନ୍ତି ଆମେ ନୂଆ ଶାସନ ଦେଖିବୁ ଓଡ଼ିଶାରେ ଏବଂ ଓଡ଼ିଶାରେ ଆଶା କରୁଛନ୍ତି ଯେ ପରିବର୍ତ୍ତନ ହେଲେ ବ୍ୟାପକ ଉନ୍ନତି ହେବ। ଲୋକମାନଙ୍କର ଆପଣ ବାଟରେ ଘାଟରେ ସବୁ ଜାଗାରେ ଦେଖୁଥିବେ ସମସ୍ତେ କହୁଛନ୍ତି ଆମକୁ ପରିବର୍ତ୍ତନ ଦରକାର, ଆମେ ଅତିଷ୍ଠ ହେଇଗଲୁନି, ଆମକୁ ବିଜେପି ସରକାର ଦରକାର, ଆମକୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଦରକାର, ରାଜ୍ୟରେ ବିଜେପି ସରକାର ଦରକାର। କେନ୍ଦ୍ରରେ ଯେଉଁ ମୁଦ୍ଦା ନେଇକି ଆପଣ ଯାଉଛନ୍ତି ସେ ମୁଦ୍ଦା ଲୋକଙ୍କ ପାଖରେ ପହଞ୍ଚୁଛି? ଲୋକମାନଙ୍କର ଯାହା ବର୍ତ୍ତମାନ ଡିମାଣ୍ଡସ୍ ଅଛି, ବିଶେଷ କରି ଚାଷୀମାନଙ୍କର ଡିମାଣ୍ଡସ୍ ଆମ ସଭାପତି ତ କହିଛନ୍ତି ଆଦରଣୀୟ ମନମୋହନ ସାମଲଜୀ ଆମ ସରକାର ଓଡ଼ିଶାରେ ଆସିଲେ 3100 ଟଙ୍କା ଧାନ କୁଇଣ୍ଟାଲ ହେବ। ଚିଟ୍ ଫଣ୍ଡରେ ଠକି ନେଇଥିବା ଟଙ୍କା ଫେରସ୍ତ ମିଳିବ। ପ୍ରତ୍ୟେକ ବ୍ଲକରେ ଆପଣଙ୍କର କୋଲ୍ଡ ଷ୍ଟୋରେଜ୍ ଶୀତଳ ଭଣ୍ଡାର ହେବ ଏବଂ ତା ସହିତ ଯେଉଁମାନେ ଘର ନାହିଁ ସମସ୍ତେ ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଶେଷ କରି ଯେଉଁମାନଙ୍କର ଏବେ ପାଇବେ 1000 ଟଙ୍କା ଲେଖାଏଁ ମାସକୁ ମହିଳାମାନେ ପାଇବେ। ଏଭଳି ବହୁତ କିଛି ଅଛି। ତ ସେଥିପାଇଁ ଲୋକମାନେ ବହୁତ ଆଗ୍ରହ ସହିତ ଅପେକ୍ଷା କରୁଛନ୍ତି ଯେ ସରକାର ଶୀଘ୍ର ପରିବର୍ତ୍ତନ ହେଉ, ବିଜେପି ସରକାର। ଆଉ ଗୋଟେ ଜୟଦେବ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ପାଇଁ ଆପଣ ଆହ୍ୱାନ କ'ଣ ରହିବ? ଜୟଦେବ ନିର୍ବାଚନ ମଣ୍ଡଳୀ ମୁଁ 2 ଥର ବିଧାୟକ ଥିଲି। 60 ବର୍ଷରେ ଯେଉଁ କାମ ହେଇନଥିଲା ମୁଁ ସେ କାମ କରିକି ଦେଖେଇଛି ଏବଂ ମୋର କାମର ରିପୋର୍ଟ କାର୍ଡ଼ ମଧ୍ୟ ବାଣ୍ଟି ଦେଇଛି ଏବଂ ଲୋକଙ୍କୁ କହିଛି ଯଦି ଏଥିରେ ଗୋଟେ ଭୁଲ ଥାଏ ମୋତେ କହିଲେ ମୁଁ କ୍ଷମା ମାଗିବି। ମୁଁ 90% କାମ ଜୟଦେବରେ କରିଦେଇଛି। ରାସ୍ତାଘାଟ, ବଡ଼ ବଡ଼ ସେତୁ, ପିଇବା ପାଣି ବ୍ୟବସ୍ଥା, ହାଇମାକ୍ସ ଲାଇଟ୍ ଏବଂ ମେଘା ମାନେ ୱାଟର ସପ୍ଲାଇ ସ୍କିମ୍, ବ୍ୟାରେଜ୍ ଏବଂ ତା ସହିତ ଆପଣଙ୍କର ଯେଉଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତାର ହୋଷ୍ଟେଲ, ଏପରି ଭାବରେ ଲୋକଙ୍କର ବଡ଼ ବଡ଼ ଯାହା ଇସ୍ୟୁ କରିଦେଇଛି। ଏବଂ ଆପଣ ଦେଖୁଥିବେ 4 ଲେନ୍ ରାସ୍ତା ତିଆରି ହେଇଛି। ଓଡ଼ିଶାରେ ରାସ୍ତା ଆପଣଙ୍କର ଅଠନ୍ତରୁ ବନମାଳୀପୁର PWD ରାସ୍ତା, ଆପଣ ବନମାଳୀ ନୂଆଗାଁ PWD ରାସ୍ତା, ନନ୍ଦିନୀ ଶତପଥୀଜୀ ଆମର ଆଦରଣୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ରାସ୍ତା ନଥିଲା, ଗାଁରେ ରାସ୍ତା ଦେଲି। ବଡ଼ ଖଣ୍ଡରେ ରାସ୍ତା ନଥିଲା, ବଡ଼ ରାସ୍ତା ଦାବି ଦିଆଗଲା। ଯାହା ଯାହା ଲୋକମାନେ କହିଲେ ମୁଁ ରାତି ଦିନ 24 ଘଣ୍ଟା ପରିଶ୍ରମ କରେ। 365 ଦିନକୁ 65 ଦିନ। ତେଣୁକରି ମୁଁ ଭାବେ ଭୋଟର ମାନେ ମୋର ଭଗବାନ, ମୁଁ ତାଙ୍କର ସେବକ ହିସାବରେ ମୁଁ କାମ କରେ ସମସ୍ତ।